ଆଜିର ସକାଳଟି ମୋର ଆରମ୍ଭ ହୋଇଥିଲା ପଖାଳ ସାଙ୍ଗକୁ ଭେଣ୍ଡି ଭଜା ଖିଆରୁ। ଏପଟେ ସୁଡୁଲ ବାବା ବି ଖାଇ ପିଇ ସାରିକି ଟିଭିରେ ବସିକି ତା ମାମା ଭିଡିଓକୁ ଏଞ୍ଜୟ କରୁଥିଲା। ଲଞ୍ଚରେ ଆଜି ସ୍ୱାମୀ ମତେ ବେଶୀ ପରିଶ୍ରମ କରିବାକୁ ଦେଲେନି, କାହିଁକି ନା ବାହାରୁ ଆଜି ସେ ନେଇ ଆସିଥିଲେ ବିରିୟାନୀ। ହେଲେ ରାତିରେ ମୋଠୁ ତାର 2 ଗୁଣ କାମ ଆଦାୟ କରିନେଲେ, କାହିଁକି ନା ରାତିରେ ଆମ ବାବୁଙ୍କର ଇଚ୍ଛା ହେଲା ମାଛ ବେସର ସାଙ୍ଗରେ ଭାତ ଖାଇବା ପାଇଁ। କଣ ଆଉ କରିବି ଆଜ୍ଞା, ଦିନରେ ଏତେ ରେଷ୍ଟ ପାଇଛି ଯେତେବେଳେ ରାତିରେ ତ କରିବାକୁ ପଡିବ। ତ ଫଟାଫଟ ଯାଇ ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ ହଳଦୀ ଗୋଳେଇ ଭାଜିଦେଲି। ଆଉ ଗରମ ଗରମ ମାଛ ଭଜା ନେଇ ଟିକେ ବାପା ପୁଅଙ୍କୁ ଖାଇବା ପାଇଁ ଦେଇଦେଲି। ଏପଟେ ସେମାନେ ମାଛ ଭଜା ଖାଇବାରେ ବ୍ୟସ୍ତ ଥାନ୍ତି, ଆଉ ସେପଟେ ମୁଁ ସବୁ ମାଛ ଭଲ ଭାବରେ ଭାଜିବାରେ ବ୍ୟସ୍ତ ଥାଏ। ମାଛ ଭଜା ହେବା ଭିତରେ ମୁଁ ଏଠି ମସଲା ପାଇଁ ସବୁ ପ୍ରସ୍ତୁତ କରିଦେଇଥିଲି। ଯେହେତୁ ପତିଦେବଙ୍କର ସୋରିଷ ଆମ୍ବୁଲ ଝୋଳ ବହୁତ ପସନ୍ଦ, ତ ସେଥିଲାଗି କଡେଇରେ ଟିକେ ତେଲ ନେଇ ସେଥିରେ ପିଆଜକୁ ପ୍ରଥମେ ଭଲ ଭାବରେ ଭାଜିଦେଲି। ତାପରେ ସେଥିରେ ସୋରିଷ ମସଲା ଦେଇ କିଛି ସମୟ କଷିଦେଲି। ଲାଷ୍ଟରେ ସେଥିରେ ପାଣି ଦେଇ ତାପରେ ଆଳୁ ଆଉ ମାଛକୁ ପକେଇ ଗୋଟେ ଆମ୍ବୁଲ ଦେଇ ତରକାରୀକି ମୋର କରିଦେଲି କମ୍ପ୍ଲିଟ। ଏତେ ଟେଷ୍ଟି ତରକାରୀ ଖାଇକି ସ୍ୱାମୀ ହେଇଗଲେ ପୁରା ଖୁସି। ଆଉ ଖାଇ ପିଇ ସାରିଲା ପରେ କଣ ହେଲା ଜାଣିବେନି, ଭିଡିଓଟିକୁ ଲାଷ୍ଟ ଯାଏ ଦେଖନ୍ତୁ। ଆରେ ଜାଣିଛ, କାଲି ରାତିରେ ମୁଁ ସ୍ୱପ୍ନ ଦେଖିଛି। ସ୍ୱପ୍ନରେ ମୋର 10 ଲକ୍ଷ ଟଙ୍କାର ଲଟେରୀ ଉଠିଛି। ମତେ ଏତେ ଖୁସି ଲାଗୁଛି ସେ କଥା ଭାବିକି କୁହନି। ଆଚ୍ଛା, ଗୋଟେ କଥା ପଚାରିବି? ହଁ ପଚାର। ତମେ ସ୍ୱପ୍ନରେ ବିଶ୍ୱାସ କର? ସ୍ୱପ୍ନରେ ବାହାଘର ପୂର୍ବରୁ ବିଶ୍ୱାସ କରୁଥିଲି, ଆଉ ବାହାଘର ପରେ ଜାଣିଲି ସ୍ୱପ୍ନ ଫପ୍ନ ସବୁ ଫାଲତୁ କଥା। No, 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 no.